ନୂଆ ଶାସନରେ ଯେଉଁ ଭାଗ୍ୟ ନଦୀ ଅଛି ଦେଉଳି ମଜାର ଚୋରା ବାଲି ଚାଳନା କରାଯାଉଛି। ସେଠି ପ୍ରଶାସନର କୌଣସି କୋପରେସନ୍ ନାହିଁ। ସେଠି ସୌମ୍ୟକାନ୍ତ ଦାସ ଆଉ ସୁକା ଦାସ ବାପ ପୁଅ ଉଭୟ ଜବରଦସ୍ତି କହୁଛନ୍ତି ଆମର ବିଜେପି ସରକାର, ଆମର ପ୍ରଶାସନ, ଆମର ବାଲି ଉଠେଇବୁ। କାଲି ସେ ଯେଉଁ ରମେଶ ମଳିକ ବୋଲି ତାଙ୍କର ମଇନପୁର ଲୋକ, ସେ ତାଙ୍କୁ ଜେସିବିରେ ପ୍ରେସର ଦେଇ ତାଙ୍କ ଅଣ୍ଟା ପିଠି ଭାଙ୍ଗିଗଲା ଖବର ଦେଲେ। ସେ ସି ମେଡିକାଲରେ ବର୍ତ୍ତମାନ ଆଇସିୟୁରେ ଅଛନ୍ତି। ପ୍ରଶାସନ କିଛି ଶୁଣୁନାହାନ୍ତି। ସିଏ ତ ନିଜେ ସୁକା ଦାସ କହୁଛି ଯେ ବିଜେପି ସରକାର ମୁଁ ଅଛି, ସରକାର ମୋର, ଏମଏଲଏ ମୋର, ସବୁ ମୋର, ଆମେ ବାଲି ସବୁ ଚଲେଇବୁ। ଗ୍ରାମବାସୀ ସେ ଲୋକକୁ କ୍ଷତିପୂରଣ ଦିଆଯାଉ, ତାପରେ ସରକାରଙ୍କ ପଦକ୍ଷେପ କ'ଣ ନିଆଯାଉ। ବ୍ୟାଙ୍କରେ ବାରମ୍ବାର ଲେଖିକି ତହସିଲଦାର ଦିଆଯାଇଛି, ପ୍ରଶାସନ ମାଇନ୍ସ ବାଲାଙ୍କୁ ଦିଆଯାଇଛି, ଥାନାରେ ଅଭିଯୋଗ କରାଯାଇଛି। ସିଏ ତ କିଛି କୋପରେଟ୍ କରୁନାହାନ୍ତି ଆଉ। ସେ ରାତିରେ ସନ୍ଧ୍ୟା ବେଳଠୁ ଭୋର ଚଲାଉଛନ୍ତି, ପୋଲିସ ଆସୁଛନ୍ତି କି ମାଇନ୍ସ ବାଲା ଆସୁଛନ୍ତି, ଖବର ଦେଉଛନ୍ତି କ'ଣ ଆମେ ଜାଣିପାରୁନୁ। ସିଏ ବାଲି ଆଗୁଆ ମେସିନ୍ ଉଠେଇ ଦେଉଛନ୍ତି। ବର୍ତ୍ତମାନ ଗୋଟେ 220 ପଡ଼ିଛି। କେବେଠାରୁ ଏମିତି ସବୁ ବାଲି ଚୋରି ହେଉଛି? ହେଲାଣି ପାଖାପାଖି 15ରୁ 20 ଦିନ ଖଣ୍ଡେ ହେବ। ପ୍ରଶାସନ ସହିତ କ'ଣ ମଧୁଜନିତ ରହିଛି? ହଁ, ସେ ଆମେ ଅନୁମାନ କରିପାରୁଛୁ। ସହଦେବ ନାୟକ, ନୂଆସନ ପଞ୍ଚାୟତ। ଆପଣ ପଞ୍ଚାୟତରେ ବ୍ୟାପକ ବାଲି ଚୋରା ଚାଲାଣ ହେଉଛି, କ'ଣ କହିବେ? ସେଥିପାଇଁ ତ ଆମେ ବହୁତ ଥର ମାନେ ମାଇନିଂ ଅଫିସରଙ୍କୁ ଏ ବାବଦରେ ଜଣେଇଲା ଅବଗତ କରାଇଛୁ, ଥାନାରେ ବି ଅବଗତ କରାଇଛୁ। ସେମାନେ ବି କେହି କାହାକୁ କୋପରେସନ୍ କରୁନାହାନ୍ତି। ଥାନା ବାଲାଙ୍କୁ କହିଲା ସେ କହୁଛନ୍ତି ମାଇନିଂ ଅଫିସର ଆମକୁ କୋପରେସନ୍ କରୁନାହାନ୍ତି, ମାଇନିଂ ଅଫିସର କହୁଛନ୍ତି ଆମକୁ ଥାନା ବାଲା କୋପରେସନ୍ କରୁନାହାନ୍ତି। ଏମିତି ହେଉଛି। ସେ ସବୁଦିନ ରାତିରେ ଉଠଉଛନ୍ତି ବାଲି ଆଉ। କାଲି ଗୋଟେ ଘଟଣା ବି ସେଭଳିଆ ହେଇଛି। ଗୋଟେ ଜେସିବିରେ ଜଣଙ୍କୁ ଚାପି ଦେଇଛନ୍ତି, ଯାହାକି ସେ ମଇନପୁର ଗୋଟେ ଲୋକ, ସେ ପରେ ସିଭିଅର, ତାଙ୍କ ନାଁ ହେଉଛି ରମେଶ ମଲ୍ଲିକ। ସେ ବର୍ତ୍ତମାନ ସିଭିଅର, ସେ ଆଇସିୟୁରେ ଅଛନ୍ତି ସି ହସ୍ପିଟାଲରେ। ଦେଖନ୍ତୁ, ବର୍ତ୍ତମାନ ଏଭଳି ଘଟଣା ବାରମ୍ବାର ଘଟୁଛି, ପୋଲିସ ଏବଂ ପ୍ରଶାସନ କ'ଣ ପାଇଁ ମାନେ ସେମାନେ ତ ଆମେ କହିବା କଥା କହୁଛୁ, ସେମାନେ ତ କିଛି କେହି ତ ଇଏ କରୁନାହାନ୍ତି। ଇଏ କହିବା କଥା ଆମ ସରକାର, ଆମେ ଯାହା ଚାହିଁବୁ ତାହା କରିବୁ। କେଉଁ କାରଣରୁ କ'ଣ ସେମାନେ ବିରୋଧ କରୁନାହାନ୍ତି କି ଇଏ କରୁନାହାନ୍ତି, ଆମେ ସେଟା କହିପାରିବୁ। ଲାଗୁନି ବାଲି ଚାଲାଣ ନଦୀ ପ୍ରତି ସବୁ ଦୁର୍ବଳ ହେବ, ବନ୍ୟା ସମୟରେ ଲୋକ ପରିଣାମ ସେଟା ଗ୍ରାମବାସୀ ମାନେ ସେ ବାବଦରେ କିଛି କରିପାରୁନାହାନ୍ତି। ଚାହିଁଲେ ବି ସେ ଯିବେ କାହାକୁ, ପ୍ରଶାସନକୁ ଜଣେଇବେ, ନହେଲେ ମାଇନ୍ସ ଜଣେଇବେ। ସେମାନେ ଯଦି କିଛି ରିସ୍କ ନ ନେବେ, ଗାଁ ବାଲା ବି ଇଏ ସବୁ କିଛି କ'ଣ କରିପାରିବେ। ଲିଖିତ ଅଭିଯୋଗ ବାରମ୍ବାର ଦିଆଯାଉଛି। ଲିଖିତ ଅଭିଯୋଗ ଦିଆହେଉଛି, ସେ ସେମିତି ଠପ ହେଇକି ରହୁଛି। ଆଉ ଗୋଟେ ଜିନିଷ ଦେଖାଯାଉଛି, ରହିଲେ ଯେ ମାଇନ୍ସ ଅଫିସର, ସିଏ ଆମେ ଦେଖିଛୁ ବାଲି ମାଫିଆଙ୍କ ଗାଡ଼ିରେ ବସି ବୁଲୁଛନ୍ତି। ଲାଗୁନି ତାଙ୍କର ତାଙ୍କ ସହିତ ସମ୍ପର୍କ ରହୁଛି? ଆମକୁ ଲାଗୁଛି ସେମାନଙ୍କ ସମ୍ପର୍କ ନହେଲେ ସେମାନେ ଚଲେଇ ପାରିବେନି। ସେ ସମ୍ପର୍କ ଥିବାରୁ ସେ ହିଁ ଚଲାଉଛନ୍ତି। କାହିଁକି ନା ସେ ଗାଡ଼ି ଚାଲିଲା ଟାଇମ୍ରେ ଯଦି ମାଇନିଂ ଅଫିସର ଯାଉଛନ୍ତି, ତା ପୂର୍ବରୁ ସେ ଖବର ପାଇଯାଉଛନ୍ତି, ଯାଇକି ଗାଡ଼ି ଉଠେଇ ଦିଅନ୍ତି। ଏବେ ଯାଉଛନ୍ତି, ଖାଲି ବୁଲିକି ଯାଉଛନ୍ତି। ତେଣୁ ଆମେ ଯାହା ଅନୁମାନ କରୁଛୁ ତାଙ୍କର ମଧୁଚନ୍ଦ୍ରିକା ଅଛି ତା ଦେହରେ। ନିହାତି ନହେଲେ ଏହା ଦ୍ୱାରା ବି ଭବିଷ୍ୟତରେ ଯିଏକି ନଦୀ ବନ୍ଧ ଦୁର୍ବଳ ହେବ, ସେ ଆଖପାଖ ଯେତେ ଗାଁ ଗଲା ସେ ଲାଷ୍ଟକୁ ବହୁତ ହଇରାଣ ହିଁ ହେବେ। ବିଭିନ୍ନ ସମୟରେ ମଧ୍ୟ ନଦୀ ବନ୍ଧକୁ ନେଇକି ଗଣ୍ଡଗୋଳ ମଧ୍ୟ ଗାଁରେ। ହଁ, ଏଥିପାଇଁ ବହୁତ ଗଣ୍ଡଗୋଳ ହେଉଛି। ଗଣ୍ଡଗୋଳ ହେଲା ମାନେ ସେମାନଙ୍କର ତ ପାଖରେ ପଇସା ରହିଲା, ସେମାନଙ୍କୁ ସବୁ ଭୟଭୀତ କରି ଦେଉଛନ୍ତି ଏବଂ ଚୁପି ରହୁଛନ୍ତି। ଆଚ୍ଛା, ଦେଖନ୍ତୁ, ବିଶେଷ କରି ଯେଉଁ ବାଲି ଘାଟରୁ ସବୁ ବାଲି ଚୋରି ହେଉଛି, ସେଗୁଡ଼ା ତ ନିଲାମ ହେବ ବୋଲି ଆଗକୁ ପ୍ରଶାସନ କହୁଛୁ। ନିଲାମରେ ସେତେବେଳେ ବାଲି ଥିବ ତ? ସେତେବେଳେ ଆଉ କିଛି ନଥିବ, କାରଣ ଯେଉଁ ଟାଇମ୍ର ଉଠୁଛି 220 ମେସିନ୍ ପଡ଼ି ଯେଉଁ ଟାଇମ୍ରେ ଉଠୁଛି, ଦିନକୁ ମିନିମମ୍ 200-250 ଟ୍ରିପ୍ ଉଠୁଛି, ଯାହାକି ସେତେବେଳକୁ କିଛି ନଥିବ। ରାସ୍ତାଘାଟ ମଧ୍ୟ ନଷ୍ଟ ହେଉଛି। ରାସ୍ତାଘାଟ ତ ନଷ୍ଟ ବୋଲି ପୁରା ଗଲାଣି ଅବସ୍ଥା ଗଲାଣି, ଲୋକ ଯାତାୟାତ କରିବାକୁ ହଇରାଣ ହେଉଛି। ବିଭିନ୍ନ ସମୟରେ ମଧ୍ୟ ଆମେ ଦେଖୁଛୁ, ଆପଣମାନେ ଅଭିଯୋଗ କଲେ ମଧ୍ୟ ଭୟଭୀତ କରାଯାଉଛି, ହତ୍ୟା ଦିଆହେଉଛି। ସେଥିପାଇଁ ଲୋକ ସବୁ ଡରି ଯାଉଛନ୍ତି, କିଛି କହୁନାହାନ୍ତି। ଆକ୍ଚୁଆଲି ବି ଆମେ ଯେଉଁଟା ଲୋକଙ୍କ ସୁବିଧା ପାଇଁ ଆମେ କହିବୁ, ଯଦି ସେଥିପାଇଁ ଆମକୁ ଭୟଭୀତ କରାଯିବ, ତାହେଲେ ଆମେ ନିରୁପାୟ। ପ୍ରଶାସନ କ'ଣ କରିବା ଦରକାର? ପ୍ରଶାସନ ଏଥିପାଇଁ ନିହାତି ବନ୍ଦ କରିବା ଦରକାର। ଯେଉଁ ଘଟଣା ଘଟିଲା, ଯେଉଁ ଲୋକ ବର୍ତ୍ତମାନ ଟ୍ରିଟମେଣ୍ଟ ହେଉଛି, ତାଙ୍କ ଅବସ୍ଥା କେମିତି? ତାଙ୍କ ଅବସ୍ଥା ପୁରା ସିରିୟସ୍, ଯାହାକି ସେ କ'ଣ ହେଉଛି କିଛି କହିହେବନି, କାରଣ ସେ ଆଇସିୟୁରେ ଅଛନ୍ତି। ଆଇସିୟୁ କାହାକୁ ଛାଡ଼ୁନାହାନ୍ତି, କିଛି ଆମେ ବି ଭଲ ଖବର ପାଉନୁ। ଆମେ କିନ୍ତୁ ଏତିକି ଜାଣୁଛୁ ଯେ ସିରିୟସ୍। ଅଭିଯୋଗ ଏପର୍ଯ୍ୟନ୍ତ ପୋଲିସ କିଛି ମାମଲା ଚପାଇବାକୁ ଉଦ୍ୟମ ହେଉଛି। ସେମାନେ ତାଙ୍କ ଫ୍ୟାମିଲି କି ଚପାଇବା ପାଇଁ ଉଦ୍ୟମ କରୁଛନ୍ତି। ଆମେ ଯାହା ଶୁଣୁଛୁ, ୱାର୍ଡ ମେମ୍ବର ସେମାନେ ସେ ତାଙ୍କର ଦଳୀୟ ୱାର୍ଡ ମେମ୍ବର, ସେ ତାଙ୍କୁ ଜଣାଉନାହାନ୍ତି, ମାନେ ତାଙ୍କୁ କ୍ଲିୟର କଥା ଜଣେଇନାହାନ୍ତି। ଯାହାକି ସେ ଆଜି ସକାଳେ ଜାଣିଛନ୍ତି ଯେ ଜେସିବିରୁ ଏମିତି ପଡ଼ିଯାଇଛି, ତାଙ୍କ ଘରେ କହିଛନ୍ତି ଜେସିବିରୁ ପଡ଼ିଯାଇଛି, ସେ ବର୍ତ୍ତମାନ ମେଡ଼ିକାଲରେ ଅଛନ୍ତି, ତମେ ତମ କାର୍ଡ଼ ଦିଅ, ଆମେ ନେଇକି ଟ୍ରିଟମେଣ୍ଟ କରିବୁ। ୱାର୍ଡ ମେମ୍ବର କିଏ ଅଛନ୍ତି? ସ୍ୱାମୀ ନା ସ୍ତ୍ରୀ? ତାଙ୍କ ସ୍ତ୍ରୀ ଅଛନ୍ତି। ୱାର୍ଡ ମେମ୍ବର ସ୍ୱାମୀ